ସେ ପ୍ରେମ ପ୍ରେମ ସବୁ ବୁଲିଛ ତୁ କେବଳ ଅନ୍ଧାର ମାରିଆର ତୋ ମତରେ ଯିଏ ଆସିବ ମୁଣ୍ଡ କରିବ ଚା शिकार सुने लियो देखिए क्या कहते मां से विचार ए सुने भाई सोपानी हीरा ओए कहीं सुनी बनी ये मोल्लान मुझे को देखो तो प्रेम रे सुसु आई जीवो और सुना भाई निमंत्रण होइला भोजी के बसबो जा सर बात रे भोजी हो केमिति चल मंदिर जीवा बाहर पड़ो चल अरे तो साथे तो पळे जा तार होले मु भोगिया गोटा टीवी काकू देखिबो भगिया तू कोन भगिया रसी दक्षिण आनी पो भगिया विपद रे पड़िले जे कांथ ई ठिया हुए सेई भगिया इलो बोलो नहीं ना बोलो से नखिनाली पो भगिया सागरो परे बोइची पाना किले खाउची नाली आगा मुचागा मेरे पकई की तला तरी आउची ओय को भगिया आसीबेनी ए यार गोटे टोका मन हरा मारिया बाकी सब हिंजेड़ा राजा चल वो तुमको हाथ जोड़ो छी चल अरे तुम्हें इतना साहस है तुम रास्ता पर मुझे कुटना मुझे कुटो हैं भलो तो साहस से पड़े जा भलो को जीतू पड़ी जा तमारे घंटी मुंडे को हरा को भगिया सोना बुढ़ा चाली गला मधुआ भगिया को लागिवो जल्दी बस घंटे को देबो ओय भलो को चल नहीं मुझे भी भलो को चल भगिया राजा चल भगिया 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 मल्हार मागे तुझे बचेबा ପାଇଁ ଆଜି ତୁ ତୋ ନା ସାଙ୍ଗରେ ମୋ ନାକୁ ମୁଁ ଯୋଡ଼ି ଦେବି ମୁଁ ତତେ କଥା ଦଉଛି ମୁଁ ତତେ ବାହା ହେବି I want to love to see you,
ସେଠିକି ଟିକେ ଯାଇଥିଲି ଦିନ ସାରା କିଛି ଖାଇନି ଭାରି ଭୋକ ଲୋକ ତନ୍ଦିରେ ଦେଲୁ ଖାଇକି ଶୋଇପଡ଼ିବି ଖାଇବୁ କାହିଁକି ମଧୁର ତ ପେଟ ପିଇ ଦେଇଛୁ ତୋର ଆଉ ଖାଇବା କ'ଣ ଦରକାର ହାଁ ରାଗୁଛୁ କାହିଁକି ବାପାଙ୍କ ପାଇଁ ଟଙ୍କା ଯୋଗାଡ଼ କରିବାକୁ ଯାଇଥିଲି ସକାଳୁ ସନ୍ଧ୍ୟା ହେଇଗଲା ଟଙ୍କାଟେ ବି ଯୋଗାଡ଼ କରିପାରିଲିନି ସେଇ ଟେନସନରେ ମାରି ଟିକେ ମାରିଦେଲି ଅଲା ଟେଣ୍ଡର ମାର ଟିକେ ମାରିଦେବି ହେଇ ହେଇ ତୁ ଟଙ୍କା ଯୋଗାଡ଼ କରୁଥିଲୁ ନା ସେ ମଲହର ମାଣିଆ ସାଙ୍ଗରେ ବାଡ଼ା ପିଟା କରୁଥିଲୁ ବାପ ପାଇଁ ବ୍ୟସ୍ତ ହଉଥିଲୁ ନା ତଳ ସାହି କଣ୍ଢେଇକି ନେଇ ଡାକ୍ତରଖାନା ଯାଇଥିଲୁ ମୋର ଜମା ଲାଗେନି ସେ କଣ୍ଢେଇର ନୁହଁ ଡାକ୍ତରଖାନା ଯିବାର ବଞ୍ଚିବାର ଦରକାର ଥିଲା ନା ମୁଁ ତାର ବାପ ମରୁ ଏସବୁ ମାରୁ ବାପାକୁ ସେମିତି କହୁଛୁ ମୁଁ କ'ଣ କହିବି ବେ ଡାକ୍ତର କହିଛି ତୋ ବାପ କଲିଜାରେ କ'ଣ ଗୋଟାଇ କଣା ହେଇଯାଇଛି 2 ଦିନ ଭିତରେ ଅପରେସନ ନ କଲେ ତୋ ବାପକୁ ଆଉ ପାଇବୁନି ରେ ତୋ ଦେହ ଟିକିଏ ଖରାପ ହେଲେ ଏଇ ବାପ ଖାଇବା ପିଇବା ଛାଡ଼ି ଦଉଥିଲା ତତେ କାନ୍ଧରେ ପକେଇ ଡାକ୍ତରଖାନା ଦୌଡୁଥିଲା ଦିନେ ଏମିତି ହେଲା ଯେ ତୋ ଦେହ ବହୁତ ଖରାପ ହେଇଗଲା ପାଖରେ ଟଙ୍କାଟିଏ ନଥିଲା ଏଇ ବାପ ତା ଦେହରୁ 2 ବୋତଲ ରକ୍ତଦାନୀ ଗାଡ଼ି ବିକି ଦେଲା ଯୋଉ ବାପ ତୋ ପାଇଁ ଏତେ ସବୁ କରିଥିଲା ସେଇ ବାପ ଆଜି ଜୀବନ ମରଣ 2 ଛାତିରେ ଠିଆ ହେଇଛି ଆଉ ତୁ ମଦ ପିଇ ବସ୍ତିରେ ବୁଲୁଛୁ ବାଡ଼ା ପିଟା କରୁଛୁ ଏଇଠାରେ ତୁ ପୁଅ ହାଁ କି ପୁଅ ତୁ କି ବାପ ସେ ତୋର ବାକି ସାମ୍ନାରେ ବାହାର ଯା ଘରେ ଥିଲେ ତ ଡାକିବି ସକାଳୁ କାହାର ଯାଇଛି ଯେ ଏଯାଇ ଦେଖା ନାହିଁ କାହିଁ ତାକୁ କହୁଛୁ ବା ମଲ୍ହାର ମାଣିଆ ଲୋକମାନେ ଭଗିଆଇ କହୁଛନ୍ତି ଗାଁ ସାରା ବୁଲି ଲୋକମାନଙ୍କୁ ପଚାରୁଛନ୍ତି ମୁଁ ଜାଣିଛି ମଲ୍ହାର ମାଣିଆ ଭଗିଆରେ କିଛି କ୍ଷତି କରିପାରିବନି କିନ୍ତୁ ନାନୀ କେତେବେଳେ କୋଉ କଥା ଯିଏ ଯେମିତି କରିବ ସେ ସେମିତି ପାଇବ ମୁଁ କ'ଣ କରିବି କ'ଣ କହୁଛୁ ପାଣିକି ତା ଗୋଡ଼ ହାତ ଭାଙ୍ଗି ଦେ ଦେଖି ସେ କଥା ତୁ କହିପାରୁ କାହିଁ କହିପାରିବିନି ବା ହଁ କାହିଁକି କହିପାରିବିନି କି ବସ୍ତିରେ ହଜାର ଲୋକ ଅଛନ୍ତି ସବୁ କଥାରେ ଇଏ କାହିଁ ଆଗକୁ ବାହାରି ପଡୁଛି କ'ଣ ପାଇଁ ଆଗକୁ ବାହାରି ପଡୁଛି ବା ମଲ୍ଲହାର ମାଣିଆ ତାର ମନ ପଛରେ ପଇଲା ସେ କଥା ସେ ବୁଝିଥାନ୍ତା ନହେଲେ ତା ବାପା ବୁଝିଥାନ୍ତା ଇଏ କାହିଁକି ବଜିକି ଆଉଥିଲା କାରଣ ଇଏ ହଉଛି ଭଗିଆ ବସ୍ତିରେ 1000 ଟଙ୍କା ଅଛନ୍ତି ମୋ ଭଗିଆଇ ଭଳିଆ ଟଙ୍କା ଖାଉ ବା ସେଥିରୁ କେତେ କ'ଣ ମିଳିବ ହଁ ଆରେ ଘରର ଅବସ୍ଥା ଯା ସେ କଥା ଚିନ୍ତା ନାହିଁ ଖାସ ଗୋଟାଏ ମଦ ପିଇକି ବସ୍ତିରେ ବୁଲୁଛି ଆଜି ଆସୁଛେ ତାକୁ ମୋ ଘରେ ପୁରେଇ ଦେବିନି ଆସିଲେ ହଁ ପରା ସକାଳୁ କାର୍ଡ ଉଭା ନେଇଗଲା କେଜାଣି ଯାଇଛି ଯେ ଯାଇଛି ଆଜି ରାତି ଅସୁର ବାଜିଲେ ତା ଦେଖା ନାହିଁ ନାନୀ ମନେ ପଡ଼ିଲା ଏ ତଳ ସାହି କନେଇର ଦେହ ଖରାପ ହେଇଥିଲା ସେ ତାକୁ ମେଡ଼ିକାଲ ନେଇକି ଯାଇଛି ନାନୀ କ'ଣ କହିବି ତଳ ସାହି କନେଇ ପେଟ କରି ରାସ୍ତାରେ ଗଡ଼ୁଥାଏ ବସ୍ତି ସାରା ଲୋକ ଠିଆ ହେଇକି ଅନେଇଥାନ୍ତି ତା ପାଖକୁ କେହି ଆସିଥାନ୍ତି କିନ୍ତୁ ଭଗେଇ କୋଉଠି ଥିଲା କି ଗାଡ଼ି ଦୌଡ଼ିକି ଆସିଲା ଦେଖିଛନ୍ତି ଭଗିଆ ଚିତ୍କାର କରି ଗଡ଼ୁ ମେଡ଼ିକାଲ ନେଇକି ଯାଇଛି ନବନି କେମିତି ନବନି ବା ବାସିକି ଭଳିଆ ବସ୍ତିଟାକୁ ମୁଣ୍ଡେଇଛି ପରା କେମିତି ପୁଅ ତୁ ତୁ କୁଆଡ଼େ ମୁଁ ତମ ପାଇଁ ଖାଇବାକୁ ଆଣିଛି ତୁ ଖାଇବା ନେଇକି ଆସିଲୁ ତ ବୁଢ଼ୀମା ଦେଖିଲ ସେ ଦେଖି ମୁଁ ଲୁଚି କେମିତି ଆସିଛି କ'ଣ ଖୋଲୁ ତୁ ଯା ଭିତରକୁ ଯା ଏସବୁ ଦେଖିଲେ ବୁଢ଼ୀମା ରାଗିବ ତୁ ଖୋଲୁ ଯା ସେ ରାଗିବ ବୋଲି ମୋ ବାପା କ'ଣ ଉପାସରେ ଶୋଇବେ ତମେ ଆଉଥର ବାପା ମୁଁ ତମକୁ ଖୁଆଇଦେବି ଯେମିତି ତମ ବୋଉ ତମକୁ ଖୁଆଇଦିଏ ଠିକ୍ ସେମିତି ମୁଁ ତମକୁ ଖୁଆଇଦେବି ଦାନ୍ତ କ'ଣ ଦେଖେଇଲୁ ହେଟା ତିଆରି ଦାନ୍ତ କ'ଣ ଦେଖେଇଲୁ ତ ଚୁଟି ଘୋଷାଡ଼ି ବେକ ଭଳିଆ ଗୋଟେ ଥୋଇକି ଚିନିଛୁ ଦାନ୍ତ କ'ଣ ଦେଖେଇଲୁ ହଁ ମେଟେ ଲୁଚାଇ ଖାଇବାକୁ ନେଇ ଚାଲି ଆଇଲୁ ଏବେ ପୁଣି ଖୋଇ ଦେବାକୁ ବଳିଛୁ କି ଆଲ ତୁ କୋଉ ଦିନ ତୁ ଜନ୍ମ ହେଲୁ ବା ହଁ ମୋ ଆଗରେ ମୋ ଭଗିଆକୁ ତୁ ଖୋଇଦେବୁ କାହିଁକି ବା ମୁଁ କ'ଣ ମରିଗଲିଣି ମୋ ପୁଅକୁ ମୁଁ ଖୋଇଦେବି ଯେତିକି ମାରିଲି ମୁଁ ସେତିକି କାନ୍ଦିଲିଣି ଜମା ନିଦ ହେଲାନି ଖାଲି ଏକଡ଼ ସେକଡ଼ ହେଲି ଭାବିଲି ବଡ଼ ଖିଆଟା ଆଗରେ ପଛରେ ମାଗେ ଏଡ଼େ ବଡ଼ ରାତିରେ କେମିତି ଉପାସରେ ଶୋଇବ ତୁ ଉପାସରେ ଶୋଇଲେ ମେତେ ମରଣ ହେଇଯିବ ରେ ଭଗିଆ ରାତି ପାଇଲା ବେଳକୁ ମୁଁ ନଥିବି କହୁଛ କଥା ଟିକେ ବନ୍ଦ କର ବୋଲି ବାହାରି ଖୋଇବି ବଡ଼
ପୂର୍ଣ୍ଣିମା। ଭାଗିଆ କେବେ ଜୋରେ ଏମେ ଖବର ସାରିଲାଣି ହେଲା ବିଜୁଳି ଘଡ଼ଘଡ଼ି ମାରୁଛି ଏମାନଙ୍କୁ ନେଇ ଚାଲ ମୁଁ ତ ଗୁଡ଼ା ଏପଟେ ଚାଲିଯିବ। ନାଇଁ ମା ତମେ କଲେ କିଛି ଲାଭ ହବନି। ସେ ଆଉ କାହାକୁ ଖୋଜୁଛି। ଆଉ କାହାକୁ କାହାକୁ ଖୋଜୁଛନ୍ତି ସେ? ମୋନା ତାର ମୋନା ଦରକାର। ଗୋଟାଏ ଘଣ୍ଟା ଭିତରେ ମୋନା ଯଦି ମୋନାର ମାଳିଆ ପାଖରେ ନ ପହଞ୍ଚେ ତାହେଲେ ସବୁ କିଛି ଅଲଗା ହେଇଥିବ। ଆମ ବେଳକୁ ଆମେ ଆଉ ପାଇବାନି। ତା ଗଣ୍ଡିର ମୁଣ୍ଡକୁ ସେ ଅଲଗା କରିଦେବ। ଏବେ ବି କ'ଣ କରିବ ବାପା? ଦେହ କାହିଁ ପଚାରୁଛ? ସେ ତ ତମ ସିନ୍ଦୁର। ତମେ କୁହ ଏବେ କ'ଣ କରିବା ଉଚିତ ହବ? ସେ ମୋ ସିନ୍ଦୁର ହେଲେ ତମର କ'ଣ କେହି ନୁହଁ କିଛି ନୁହଁ। ସେ ମୋ ତମ ପୁଅ। ହଁ ମୋ ପୁଅ। ଏ ଭାଗବତ ମହାନ୍ତିର ଗୋଟାଏ ବୋଲି ପୁଅ। ଆଉ କିଛି ହେଇଗଲେ କଷ୍ଟ ତ ହବ। ହେଲେ ମୋ ପାଇଁ କେମିତି ଝିଅକୁ ମୁଁ ବଳିବେଦୀକୁ ପଠେଇ ଦେଇପାରିବି? କେମିତି କହିବି ଯାହାର ମୋନା ସେ ମୋନାର ମାଳିଆ ହାତରୁ ଗୋଟେ ସିନ୍ଦୁର ପିନ୍ଧି ପକା ମୋର ପୁଅ ଦରକାର। ପାରିବେନି ରେ ବାବା ପାରିବେନି। ସ୍ତ୍ରୀ କହୁଛି ମୋର ସ୍ୱାମୀ ଦରକାର ନାହିଁ ନଣନ୍ଦ ଦରକାର। ହେଲେ ମୁଁ କ'ଣ କରିବି? କି ନିଷ୍ପତ୍ତି ନେବି? ଏପର୍ଯ୍ୟନ୍ତ ବାଟ ଖୋଜି ପାଉନି। ତଥାପି ମୁଁ ଖୋଜିବି ବାରମ୍ବାର ବାଟ ଖୋଜିବି ନିଶ୍ଚୟ ଖୋଜିବି। ବାପା ମନେ କ'ଣ କହିସାରିଲେଣି? ସେ କି ବାଟ ଖୋଜିବ ବାପା? ସେ କ'ଣ ଚାହୁଁଛନ୍ତି? ସେ କ'ଣ ଚାହିଁବ? ଯୋଉଠି ବାପ ପୁଅ ବହୁତ ଚାହିଁଲାନି ସେଠି ସ୍ୱାମୀ ବହୁତ ଚାହିଁଲାନି। ସିଏ କ'ଣ ଚାହିଁବ? ଆରେ ଆଜି ପର୍ଯ୍ୟନ୍ତ ମୁଁ ଯୋଉ ବାଟରେ ଚାଲିଯାଏ ମୋ ପାଇଁ ସେଇଟା ବାଟ ହୋଇଯାଏ। କୁଆଡ଼େ ବାହାରିଛ? ଅନା ତମେ ସତୁଛି କ'ଣ ବାହାରିଛ? ଅନାର ମାଡ଼ିଆ ଘରକୁ ଯାଉଛି। ବାପା କହିଲେ ମୋର ପୁଅ ଦରକାର ନାହିଁ ଝିଅ ଦରକାର। ତମେ କହିଲ ମୋର ସ୍ୱାମୀ ଦରକାର ନାହିଁ ନଣନ୍ଦ ଦରକାର। ହେଲେ ମୁଁ କହୁଛି ମୋର ଦେହ ଦରକାର ନାହିଁ ଭାଇ ଦରକାର। ସେମିତି କ'ଣ ତୁ ବଳି ପଡ଼ିଯିବୁ? ମୁଁ ଜାଣିଛି ବାପା ମୁଁ ବଳି ପଡ଼ିଯିବି। ତତଲା କଡ଼େଇରେ ଜିଅନ୍ତା ମାଛ ଭଳି ମୋ ଛଟପଟ ହେଇକି। ହେଲେ ସେସବୁ ମୋ ପାଇଁ ବଡ଼ କଥା ନୁହେଁ ବାପା। ବଡ଼ କଥା ହେଉଛି ତମ ପାଇଁ ଶେଷ ବେଳେ ଟିକେ ନିଆଁ। ଆଉ ତାଠାରୁ ବଡ଼ କଥା ହେଉଛି ମୋ ଭାଉଜଙ୍କ ମଥାରେ ଟୋପାଏ ସିନ୍ଦୁର। ଏତକ ଯୋଗାଡ଼ କରିବା ପାଇଁ ମୁଁ ଜାଣି ଶୁଣି ସେ କଂସେଇ ପାଖକୁ ଯାଉଛି ବାପା। ବାପା ତମେ ମାନେ ମୋ ପାଇଁ ଯୋଉ ବଡ଼ ମନା ତ ରାତି ସଜବାଜ ହେଇ କୁଆଡ଼େ ପଲ୍ହାର ମାଣିଆ ଘରକୁ ଯାଉଛି। ମନା ମାଣିଆ ଘରକୁ ଇରେ ସେଇଟା ଘରକୁ କାହିଁ ଯାଉଛି? ସେଟା ଅମଣିଷଟା। ସେ ଅମଣିଷକୁ ମୁଁ ବାହା ହେବି। ମୁଣ୍ଡଟାକୁ ପିଟିଦେବି। ବାହାକୁ ବାହୁ ବୋଲି ମୋ ମତରେ ହାତ ଧୋଇକି ପଡ଼ିବି। ଆଉ ମୁଁ ଯେମିତି ରାଜ୍ୟରେ ହଉ ବାହା ହେବି କ'ଣ ମୁଁ ମଲ୍ହାର ମାଣିଆକୁ ବାହା ହେବି? ମିଛ ମିଛ କହୁନି ଯାହା କହୁଛି ମୁଁ ସତ କହୁଛି। ହଁ ତତେ ମୁଁ ଚିହ୍ନିନି। ତୁ ଗୋଟେ ମିଛକୁ ସତ ଭଳିଆ କହିବି। ତାହେଲେ ଅପେକ୍ଷା କର ମୋ ବାହାଘର ସରିଗଲା ପରେ ସତ କ'ଣ ମିଛ କ'ଣ ଜାଣିପାରିବ। ତମକୁ ମୁଁ ଆଜିଠାରୁ ଭୁଲି କରି ତମ ସହିତ ମୋର କିଛି ବି ସମ୍ପର୍କ ନାହିଁ। ତମେ ମୋର କେହି ନୁହଁ କିଛି ନୁହଁ। ମୋ କଥା ଏ କଥା ମୋ ମୁଣ୍ଡ ଉପରେ ହାତ ରଖି କହିବୁ କହ ନା? ଆରେ ଏ କଥା ମୋ ମୁଣ୍ଡ ଉପରେ ହାତ ରଖି କହ। ମୁଁ ମଲ୍ହାର ମାଣିଆକୁ ବାହା ହେବି। ତମେ ମୋର କେହି ନୁହଁ କିଛି ନୁହଁ। ସେ ମୋ ଭାଇକୁ ମାରିଦବ। କାଲିଠାରୁ ସେ ମୋ ଭାଇକୁ ଉଠେଇ ନେଇଛି ଆଉ କହିଛି ମୁଁ ନ ପହଞ୍ଚିଲେ ସେ ମୋ ଭାଇକୁ ମାରିଦବ। ମୁଁ କାହାକୁ ନେଇପାରିବିନି। ମୁଁ ଏକା ଯିବି। ମାସୁଛି ଯଦି ମଲ୍ହାର ମାଣିଆ ଘରେ ମୁଁ ବଳି ପଡ଼ିଗଲି ତାହେଲେ ତମ ସହିତ ମୋର ଆଉ ଦେଖା ହବନି। ଆଉ ଯଦି ବଞ୍ଚି ରହେ କେବେ ନା କେବେ ତମ ସହିତ ମୋର ଦେଖା ହବ। ଆଉ ସେତେବେଳେ ବାଟ ଭାଗି ଚାଲିଯିବନି। ଥରୁଟିଏ ମତେ ପଚାରିବ ମନା ତୁ କେମିତି ଅଛୁ? ଲାଗୁଥିବ ମତେ ସେ ସିନ୍ଦୁର ସତେ। ଲାଗୁଥିବ ମତେ ସେ ସିନ୍ଦୁର ସତେ। ନୂଆ ଜନ୍ମ ପରିଚୟ ସେତେ ଦେଖିଲେ ବି ତତେ ଲାଗୁ ନୂଆ ନୂଆ। ତୋ ସାଥିରେ ଭାବ ମୋର ସବୁଦିନିଆ।
এই কবাট বন্ধ করে দিও মরিব ছড়া আজ হি মরিব এই হচ্ছে সেই পটে কঙ্কন সেদিন সেই ঝড় বর্ষা রাত্রে তা হাতରୁ ନେଇ ଆସ ଯୋଉଥିରେ ଲେଖା ଅଛି କୁସୁମ ଆଉ ଗୋଟେ ଲେଖା ଥିଲା ଭଗିଆ ଭଗିଆ କୁସୁମ କୁସୁମ ଭଗିଆ ଭଗିଆ ଖୋଜୁଛି କିନ୍ତୁ ପାଇବନି ଟେନସନଟା ବଢି ବଢି ଚାଲିଛି ଗୋଟେ ଘଣ୍ଟା ହେଲା ସେ ଟୋକି ଆସିଲାନି ମୋ ଭଉଣୀ ହାତ ଧରିକି ପାର୍କରେ ବୁଲୁଛନ୍ତି ସେ କଣ କମାଇବ ଆଉ ଅସଲ କଥା କହିଲେ ଟଙ୍କାକୁ କାଟୁଛି ଆଉ ଭାଇ କାହିଁ ତା ହାତ ଧରିକି କହିଯା ମନକୁ ଯାଉଛି କହିଯା ସେ କଥା বলছো ମୋ ବିଷୟରେ ଆଉ କିଛି କହିବା ଦରକାର ନାହିଁ ତମକୁ ଭଲ ପାଇବାର ପୁରସ୍କାର ମୁଁ ପାଇସାରିଛି এইটা কার ঘর কি এইটা তম ঘর না ମୋର ଭୁଲ ହେଇଯାଇଛି ମତେ କ୍ଷମା କରିଦିଅ ମୁଁ ହାତ ଛାଡ଼ି ଦଉଛି ହାତ ଛାଡା ଗୁଣ କରିଦେବି କିନ୍ତୁ ଛାଡ଼ିବିନି ତମେ ମୋ ଭିଣେଇ ହବ ଚଳିବ ସବୁ ଚଳିବ ଆମର କୋଠା ଘର ନୁହଁ ଚାଳ ଘର ମାଟି କାନ୍ଥ ମୁଁ ବା ଚଳେଇ ସାରିଲିଣି ଏ ଘର ପରେ କାହାରି କଣ ଅଛି ଜୀବନରେ ସବୁ ଅଛି ତମର କିନ୍ତୁ ତମେ ମୋ ଭିଣେଇ ହବ ଭୁଲ ହେଇଯାଇଛି ଅଭ୍ୟାସ ତ ଛୁଆ ଭାବି ନେବ ବାହାଘରକୁ ଶଳା ବେଦନା ମାଟି କି ଟୋକା କି ଛାତି ଆଗ ମୋର ଖସିଯିବା ଏତେ ସହଜ କଥା ନୁହେଁ ଗୋଟେ ଘଣ୍ଟା ହେଲା ତ ଭଉଣୀ ଆସିଲାନି କାହିଁକି ଶୁଣିବେ ମରିବ ଏଠୁ ସିଧା ଉପରକୁ ଯିବ ଟାଇମ୍ ଲଗେଇଛୁ এই দেখ দেখ তো ভଉଣୀ କେମିତି ସଜଳ ଯାଇକି ଆସିକି ଜଳୁଛି ଦେଖ ମନା ମୁଁ ତ ବଡ଼ ଭାଇ କହୁଛି ମନା ମୁଁ ପଛେ ମନ ମରିଯିବି ହେଲେ ତୁ ସନ୍ତାନଟାକୁ ବାହାନା ঠিক করছি ମୋ ଜୀବନର ହଜାରଟା ଭୁଲ ଭିତରେ ମୁଁ ଗୋଟେ ଠିକ୍ କରିଛି ଭାଇ ପିଲା ସେଦିନ ଭଗ୍ୟ ମତେ ଯେତିକି ମାରିଥିଲା ଆଜି ମୁଁ ତତେ ସେତିକି ମାରିବା ଚନ୍ଦ୍ର ବଦନି ସେଠି କେମିତି ଛିଡ଼ା ହେଲୁ ବାହାଘର ହେଇଗଲା ଟିକେ ଚାକି ହେଇଯା ଇଏ କାନ୍ଦ କଣ କାନ୍ଦ ନାହିଁ ଆଉ ଟିକେ ବାସିରେ କେହି ଗ୍ୟାସ୍ କରିବେନି 12 ବର୍ଷ ତକ ଧୁପୁଆ ଧୋଇରେ ଚାଲିଛି ମୁଁ କେମିତି ବଞ୍ଚିବି କେମିତି ସେ ବାଟ ଦିଅ ରହ ଟିକେ ମୋ ମୁଣ୍ଡ ଖେଳାଇ କେମିତି ବଞ୍ଚିବୁ ଆମେ ପାରିବ ପାରିବ ତତେ କଣ ପଚାରୁଛି ବଡ଼ ଭାଇ
ବିବେକ ଭାଇ ଏ ମଲାର ପାଣି କେତେ ବଡ଼ ଅମଣିଷ ତୁ ଗୋଟେ ନିରୀହ ମଣିଷକୁ ତୁ ମାରିଦେଲୁ ଛାଡ଼ିବିନି ଏବେ ମୁଁ ପୋଲିସ ପାଖକୁ ଯିବି ମୁଁ ପୋଲିସ ପାଖକୁ ଯିବି ତୁ କ'ଣ ଭାବୁ ତୋ ଘର ପରିସ୍ଥିତି ବାବଦରେ ମୁଁ କିଛି ଜାଣିନି ମୋ ଘର କ'ଣ 10-15 କିଲୋମିଟର ତୋ ବୋପାର ଅବସ୍ଥା 5 ଲକ୍ଷ ଟଙ୍କା ନହେଲେ ତୋ ବୋପା ଭଲ ହେଇପାରିବନି ତୁ ଏ ମର୍ଡର କେସଟାକୁ ମୁଣ୍ଡକୁ ନେଇଯା ତାମାନେ ମୁଁ ଦୋଷଣ କରି ଦୋଷେଇବି ଏଇ ଶୁଣ তোর কিছু হবনি পুলিশ হচ্ছে ମୋ ସାଙ୍ଗ ତାକୁ କହି ତତେ ମୁଁ ସେଭ୍ କରିଦେବି ତୋ ଦେହରେ ଧୂଳି ପଡ଼ି ଲାଗିବନି ତାହେଲେ ମତେ କାହିଁ ବାଧ୍ୟ କରୁଛ ତମେ ନିଜେ ଚାଲି ଯାଉନ ଇରେ ତୋ ବୋପା ମରିଯିବ ତୁ ଗୋଟାରି ମଶାଣିକି ନବୁ ତାପରେ ତୁ ନିଆଁ ଦବୁ ଏ ମର୍ଡର କେସଟା ତୁ ମୁଣ୍ଡକୁ ନେଇଯା 5 ଲକ୍ଷ ଟଙ୍କା ମଲ୍ହାର ତତେ ଦେଇଦେବ ହଁ ଏ ମର୍ଡର କେସ୍ ମୁଁ ମୋ ମୁଣ୍ଡକୁ ନେଇଯିବି ଥାନା କୋର୍ଟ କଚେରୀ ଆପଣ ଯୋଉଠି ଠିଆ କରି ପଚାରିବେ ମୁଁ କହିବି ବିବେକ ଭାଇକି ମୁଁ ମାରିଛି ମତେ ଟଙ୍କା 5 ଲକ୍ଷ ଦିଅନ୍ତୁ ତାହେଲେ ମତେ ଟଙ୍କା 5 ଲକ୍ଷ ଦିଅନ୍ତୁ ରେଡି ଟଙ୍କା ମତେ ତୁ ସେଭ୍ କରିଦେବି ତାହେଲେ ବେକାର ମାରୁଛୁ ତୁ ଯା ଟଙ୍କା ଆଣିକି ମତେ କାହିଁକି ଅଡ଼ୁଆରେ ପକେଇଲା ଆଉ ଏଠି ଆସି ଦେଖିଲା ବେଳକୁ ମୋ ବିବେକ ଆଉ ନାହିଁ କିଏ ମାରୁଛି ତାକୁ ଆରେ କିଏ ମାରୁଛି ମୋ ପୁଅ କାହାର କ'ଣ ଭୁଲ କରୁଥିଲା ଦକ୍ଷିଣାରୀ ପୁଅ ଭଗିଆ ଏଇ କଥା ମୁଁ ଏବେ ମଲ୍ହାର ବାବୁଙ୍କ ପାଖରୁ ଶୁଣିକି ଆସିଲି ଏଇ ଅମଣିଷ ମୋ ଭାଇକୁ ପିଟି ପିଟି ମାରି ଦେଇଛି ହଁ ମୁଁ ମାରିଦେଇଛି ଅଣା କରିଥାନ୍ତି ମନ ମଗାର ବାଡ଼ି ବାହା ହେଇଗଲା ସେଇ କଥା ବୋଲି ବିବେକ ଭାଇଙ୍କର ମୋର ଯୁକ୍ତି ତର୍କ ହେଲା ତାପରେ ଜମାପରେ ହାତ ଉଠେଇବେ ସହିପାରିବି ସେଇଥିରେ ପିଟି ପିଟି ତାକୁ ମାରିଦେଲି छोड़ा मते चले जाओ मो सामनारो तुम मोरे पापी रो मुंह সেই লক্ষ্মী রানী ভাগিয়া আখিরু কাহারা মোহ ছাড়ি গলে তাকি হুয়ে ওটা ভাল কাম কলে ভুলি যায় সহে গলে পিছে তো অকালে সকালে ସେ କାଳିଟା ମୋତେ ବେଶ ଭଲ ଭାବରେ ଜଣା କୁହ ତମକୁ ମାରିଛି କିଏ କେମିତି ଭଲ ତମକୁ କୁହ ତାକୁ ହଁ କୁହ କୁହ କିଏ ମାରିଛି ତାକୁ କେହି ମାରି ନାହାନ୍ତି ଆଉ ରୋଗରେ ପଡ଼ି ମରିଗଲା ସେ କହୁଛ ତମେ ମିଛ କାହିଁକି କହିବି ଭଲ ପିଲାଟା ରାତିରେ ଖାଇଲା ପିଲା ଶୋଇଲା ରାତି ପାଇଲା ବେଳକୁ କିଛି ସବୁ ସତ ସତ ଏଠି ମାରିଛ ସତରେ ତୁ ମଣିଷ ମାରିଛୁ ନା କାହାକୁ ବଞ୍ଚେଇବା ପାଇଁ ତୁ ମିଛ କହୁଛୁ ମୁଁ କାହିଁକି ମିଛ କହିବି କାହାକୁ ବଞ୍ଚେଇବା ପାଇଁ ମୁଁ ମିଛ କହିବି ହେଲେ ତୁ ତ ଜୀବନରେ ଝଣ୍ଡା ପିମ୍ପୁଡ଼ିଟେ ମାରି ନଥିଲୁ ସେ ଦିନକୁ ବାଘ ଖାଇଗଲାଣି ଲୋକ ଯିଏ ଦିନ ଜଗା ପିମ୍ପୁଡ଼ିଟେ ମାରି ନଥିଲା ସେ ଆଜି ମଣିଷ ମାରି ଦେଇଛି ତ ଯୋଉଠି ଯାହା ସାଙ୍ଗରେ ଠିଆ କରି ପଚାରିବ ମୁଁ କହିବି ମୁଁ ବି କାହିଁକି ମାରିଛି ଚୁପ୍ କର କୁଳାଙ୍ଗାର ନକ୍ଷୀନାନୀ ପାଖରୁ ଜନ୍ମ ହେଇ ଶେଷରେ ତ ମଣିଷ ମରା ହେଇଗଲୁ ଜାଣିଛୁ ବେ ତମମାନଙ୍କ ପାଇଁ ମୁଁ ଅଧେ ଦିନ ଖାଇନି ତମମାନଙ୍କ ପାଖରେ ଖାଇବା ଥୋଇ ଦେଇ ମୁଁ ପେଚ ପିଇଛି ପିନ୍ଧିବା ନାଇବା ବି ସେଇଆ ବାପ ଯୋଉଠୁ ଯା ଆଣିଲା ତମମାନଙ୍କ ଦେହକୁ ନ ଖଟ ଭାବିଲି ଜଇଆଟା କଥା ଛାଡ଼ ପାଟ କରି ଖାଇଛୁ ଆଉ ପେଟକୁ ଦାନା ଯାଇନି କି ଆମକୁ ଖାଇବାକୁ ଦବ ଗୋଟାଏ ବୋଲି ଝିଅ ଥିଲା ଯେ ସେଇଟା ଗୋଟେ କଷେଇକି ବାହାରିଗଲା ସେ ଚାଲିଗଲା ପରେ ଆମକୁ ଆଉ କିଏ ଅନେଇବ କିଏ ଆମକୁ ଖାଇବାକୁ ଦବ କିଏ ବଞ୍ଚେଇବ
ବଞ୍ଚାଇବ ଆମକୁ। ତତେ କଣ କିଛି ଶୁଭୁନି? ଏମାନେ ତ କଣ ପଚାରୁଛନ୍ତି ପରା, କିନ୍ତୁ ତାଙ୍କ କଥାରେ ଉତ୍ତର ଦଉନୁ କାହିଁକି? ଏଇ ନଖି ସାଇରେ ତ କେତେ କେତେ ବଡ଼ ଘଟଣା ତୁ ସମାଧାନ କରୁ, ସେ ଘଟଣାର ନିଷ୍ପତ୍ତି ତୁ ଶୁଣାଉ, ହେଲେ ଆଜି ଏତେ ଚୁପ୍ ରହୁଛୁ କାହିଁକି? ଏ ନଖି ତୋର ଏ ଚୁପ୍ ରହିବାର କାରଣ ଏ ଭଗିଆ ନୁହଁ ତ? ତମମାନଙ୍କ ମନକୁ ଯାହା ଅଛି ତମମାନେ ସେଇଆ କର, କାହିଁକି ନା ନଖି ନାନୀ ପାଖରୁ ତମକୁ ବିଚାର ମିଳିବନି, ଆଉ ଆଜି ତମକୁ ବିଚାର ମିଳିବନି। এইখানে কর না নকি নানি, তোমারই কথা উপরে আমি পুলিশ কি ঘর বিদা କରିଦେଲୁ, তোমারই কথা উপরে ଏ ମଣିଷ ମରଟାକୁ ଆମେ ବଞ୍ଚେଇ ଦେଲୁ। କାହିଁ ଆଜି ତମର ସେ କଥା କାହିଁ, ତମର ସେ ପ୍ରତିଶ୍ରୁତି କାହିଁ? ଛି 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 ଛି, ତମ ମୁହଁକୁ ଛେପ ପକେଇବାକୁ ଇଚ୍ଛା ହଉଛି। ତାକୁ କିଛି କୁହନି ବାପା, କହିଲେ ବି ତାକୁ କିଛି ଫରକ ବି ପଡ଼ିବନି, କାହିଁକି ତା କଥା ଦିଟା ତାଙ୍କ ପାପ ଦିଟା ଗାୟତ୍ରୀ, ତାକୁ ମତେ ଗାୟତ୍ରୀ ବୋଲି ନା ଧରି ଡାକିଲେ ମତେ ଘୃଣା ଲାଗୁଛି, ଗୋଟେ ଡହରି ଡାକିଲା ଭଳି ଲାଗୁଛି। କାହିଁ ଏମିତି କଥାବାର୍ତ୍ତା କରୁଛ? ଆରେ ଆଉ କିଛି ସମୟ ଟିକେ ଅପେକ୍ଷା କର। ଅପେକ୍ଷା ଅପେକ୍ଷା ବିଷ କେହି ବାପାକୁ ମତେ ମାରି ଦିଅ, ଏମିତିରେ ବି ଭୋଗ ପାତ୍ରରେ ମରିବୁ, ଏମିତି ମରିଗଲେ କ୍ଷତି କଣ? ବିଷ ବୋତଲ ମାରି ଦିଅ। ବିଲକୁଲ ଚୁପ, ବିଷ ଗିରି ଚାଲି ଆଇଲା ମରିବା ପାଇଁ, କାହିଁକି ମରିବ, କଣ ପାଇଁ ମରିବୁ? ହ୍ୟାଲୋ, ତମ ମାନଙ୍କର ନଖି ନାନୀ କଣ ମରିଗଲାଣି? ଆଉ ବଞ୍ଚି ରହି ଲାଭ ବି କଣ? ଏ ଯେ ତମକୁ ବିଚାର ବି ମିଳିଲାନି। ବିଚାର ହବ, ଏବେ ହବ। ନଖି ନାନୀର କଚେରୀରୁ କେହି ଜଣେ ବି ନିରାଶ ହେଇ ଫେରିନି। ଆଜି ଯାଏ ଥାନା କୋର୍ଟ କଚେରୀ ଯୋଉ ନିଷ୍ପତ୍ତି ଶୁଣେଇନି, ନଖି ନାନୀ ସେଇ ନିଷ୍ପତ୍ତି ଶୁଣେଇବ, ସେଇ ବିଚାର କରିବ। ଆଉ ସେ ବିଚାରଟା ଏଇଆ ଯେ ଭଗିଆ ତେତେ ବାହବ, ଜୀବନ ସାରା ତମ ମାନଙ୍କର ବୋଝ ମୁଣ୍ଡେଇବ। ମୁଁ କାହା ବୋଝ ଉଠେଇ ପାରିବିନି କି ମୁଁ ବାରମ୍ବାର ବାହା ହେଇପାରିବିନି, ପାରୁଛି ମତେ ମାରିଦେବ, ହେଲେ ମତେ କାହା ବୋଝ ଉଠେଇବା କଥା କହ। ନାଇଁ ନାଇଁ ରେ ଭଗିଆ, ତତେ ବଞ୍ଚିବାକୁ ହବ, ଏମାନଙ୍କ ପରିବାର ବୋଝ ତତେ ଉଠେଇବାକୁ ହବ। ପାରିବିନି ବାବା, ମୁଁ କାହା ବୋଝ ଉଠେଇ ଦେଖା ହେଲେ ମୋ ଆଗକୁ ଆସିବୁନି କି ମତେ ତ ମୁହଁ ଦେଖେଇବୁନି। ମୁଁ ସିନା ତତେ ମୋ ମୁହଁ ଦେଖେଇବିନି, ହେଲେ ତୋର କଣ ମୋ କଥା ମନେ ପଡିବନି? ମନେ ପଡ଼ିବ, ବହୁତ ମନେ ପଡ଼ିବ, ଖାଇବା ବେଳେ ମନେ ପଡ଼ିବ। পরহিত লাগি গণতা জীবন
ମୋ ସମୟ ବିତିଗଲା। ବାବା ଆସିଲ କୁଆଡେ? ଆଜ୍ଞା ମୋର ହଉନି। ହଉନି ଡଙ୍ଗା ପିମ୍ପୁଡ଼ିଙ୍କର ହଉଛି, ତୋର କଣ ହଉଛି? ଆଜ୍ଞା ଗୁରୁଦେବ ମୋର ଟୋକି ଫସେଇବା ହଉନି। ମୁଁ ଆପ୍ରାଣେ ଚେଷ୍ଟା କରି ବହୁତ ପରିଶ୍ରମ କରି ବିଫଳ ହେଲି। ମାନେ ଆଜି ପର୍ଯ୍ୟନ୍ତ କୋଉଠି ଗୋଟେ ଟୋକି ମୁଁ ଫସେଇ ପାରିଲି। ମୁଁ ଶୁଣିଲି ଆପଣ ପ୍ରେମିକ ତାଲିମ କେନ୍ଦ୍ର ଖୋଲିଛନ୍ତି। ମୁଁ 1000 ଟଙ୍କା ମୁଁ ଆପଣଙ୍କୁ ଦେଉଛି। ଆପଣ 500 କରି ମୁଁ 1000 ଟଙ୍କା ଆପଣ ରଖନ୍ତୁ। ମୁଁ ଯେମିତି ଆଜି ସନ୍ଧ୍ୟା ସୁଦ୍ଧା ଗୋଟେ ଟୋକି ପଠେଇଦେବି। ଆଜ୍ଞା ମୁଁ ବହୁତ ବିଫଳ ହେଲି। ଆପଣ କତିକି ଆସି ଆପଣ ମୋତେ ଟିକେ ଆଶୀର୍ବାଦ କରନ୍ତୁ। ଆଜି ସନ୍ଧ୍ୟା ସୁଦ୍ଧା ଟିକେ ଧୈର୍ଯ୍ୟ ଧର। ଆରେ ଆପଣ ମୋତେ ଗୋଟେ ପାକିଳିଆ ଟୋକି ଭଳିଆ ଦେଖା। ତତେ ମୁଁ ଯାହା କହିବି ସେଇଆ କରିବୁ। କୁହନ୍ତୁ ନାକ ସିଧା ଯିବୁ, ନାକ ସିଧା ଯିବୁ, ନାକ ସିଧା ଯିବୁ କବାଟ ଖୋଲା ଥିବ। ନାକ ଝିଅ ନାକ ସିଧା ଯିବି କବାଟ ଖୋଲା ଥାଉ। ଘର ଖୋଲା ଥିବ। ହଁ ତେଣୁ ଗୋଟେ ଝିଅ ଏପଟ ସେପଟ ହଉଥିବ, ହଁ ତାକୁ ପାଣି ଗିଲାସେ ମାଗିବୁ। ହଁ ଏମିତି ପାଣି ଗିଲାସ ଦବ ମାଡ଼ି ବସିବୁ। ମାଡ଼ ହବ ମାଡ଼ ହବ କ'ଣ କଥାବାର୍ତ୍ତା ନାହିଁ। ପାଣି ଗ୍ଲାସ ମାଗିବି ଆଜ୍ଞା ପାଣି ଗ୍ଲାସ ସେ ଝିଅଟାରି ମାରିଦେବ ମୁଁ ମାଟି ବସିବି। ତୋ ମା ଘଇଟା ହବ ନା। ତୁ ତ କାମ ସାରି ଚାଲି ଆସିବୁ, ମାଡ଼ କାହିଁକି ହବ? ତୁ ବରଂ ଲାଭରେ ରହିବୁ। କ'ଣ ଲାଭରେ ରହିବୁ ମୋତେ ପଚାରୁ? ସାର୍ କ'ଣ କହୁନାହାନ୍ତି କ'ଣ ଲାଭ କରିବି? ଏ ଶୁଣୁ, ଯୋଉ ଝିଅ ଜମା ମିଠା ଖାଇ ନଥିବ, ଯଦି ତା ପାଟିରେ ମିଠା ବାଜିଲା, ଏ ମିଠେଇ ବାଲାକୁ ଖୋଜିବ ନା ନାହିଁ? ସାର୍ ଗାମୁଛା ଟିକେ ଦେଲେ। କ'ଣ ବୁଦ୍ଧି ଦେଇ ପୁଣି ଗାମୁଛା ଦେବି? ନା ମୁଁ ଏଇଠୁ ପାର୍ଟି କାମ ସାରିକି ଫେରିବି। ଆଜ୍ଞା ଗାମୁଛା ଦିଅନ୍ତୁ। ପୁଣି ପାଟିରୁ କ'ଣ ବାହାର କରା ଜାଣିବୁ? ନା 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 ଆଉ ପାର୍ଟିରୁ ବାହାର କରିବା ଦରକାର ନାହିଁ। ଆପଣ ତ ମୋତେ କୋଚିଂ ଦେଲେ ସିଧା ଯିବି ଗୋଟେ ଘର ଦେଖିବି। ସେ ଘରେ ଗୋଟେ ଝିଅ ଯିବା ଆସିବା କରିବ। ତାକୁ ପାଣି ଗ୍ଲାସ ମାଗିବି ଦେଲା ଧରିବି। କାମ ହେଲା ଏତିକି। ମୁଁ ଆଜ୍ଞା ଧାଡ଼ି ଦେଖିକି ମାଡ଼ିଯିବି ଆଉ ମୁଁ ଛାଡ଼ିବି। ମୁଁ ହେଉଛି ବାଘ ଛୁଆ। କାହା ଛୁଆ? ବାଘ ଛୁଆ। ବାଘ ଛୁଆ ସକ୍ସେସ୍ ହେଇକି ଫେରିବି। କାମ ସାରି ଯାହା ଏ ଟୋକା ଯେମିତି ହେଉଛି ସାଙ୍ଗେ ସାଙ୍ଗେ ଘଟଣା ଘଟେଇଦେବ। ଶଳା କେତେ ପ୍ଲାନ୍ ମୋ ପାଖକୁ ଗଲେଣି, କେତେ ଛାତ୍ର ଗଲେଣି, ଏ ଶଳା ଧୋନିକି ଚିନ୍ତା କାଟିଦେବ। ହ୍ୟାଲୋ ହ୍ୟାଲୋ ଆପଣଙ୍କ ଆଶୀର୍ବାଦରୁ ମୁଁ ସେଦିନ ସକ୍ସେସ୍ ହେଇଛି। ଆଜ୍ଞା ପିଟୁ ପିଟୁ ଛକା ପିଟି ଆଜ୍ଞା ଆଗରୁ ବାଉଳା ହେବା ସାର୍ ଆଜ୍ଞା ପେଣ୍ଟ ସାର୍ଟଟା ପିନ୍ଧି ପାରିଲେ ଗାମୁଛା ପିନ୍ଧିକି ଯୋଉଠି କହିଛ ଛେକି ଗଲୁ କି? ଆଜ୍ଞା ମୁଁ ଗଲି ଆପଣ କହିଥିଲେ ନାକସିଧା ଯିବୁ ଆମେ ନାକସିଧା କରି ଗୋଟେ କଲେଜ ଛକ ପଡ଼ିଲା ତାପରେ କିଛି ବାଟ କଲାବେଳକୁ ଆଉ ଗୋଟେ 2-4ଟା ଘର ପଡ଼ିଲା ମୋଡ଼ିଲି ସିଧା ଚାଲ ଦେଖିବାକୁ ଘର। ସେଇ ଘରେ ଆଗେ ଯାଇ ମୁଁ ପହଞ୍ଚିଲି। ହଁ ଘର ଆଗରେ ଇଲେକ୍ଟ୍ରିକ୍ ଖୁଣ୍ଟି ଥିଲା। ହଁ ଗୋଟେ ଇଲେକ୍ଟ୍ରିକ୍ ଖୁଣ୍ଟି ଥିଲା। କିଛି ବାଟ ଗଲା ପରେ ଗୋଟେ ନଡ଼ିଆ ଗଛ ଥିଲା। ଆଉ କିଛି ବାଟ ଚାଲିଗଲା ଗୋଟେ ଗଛ ଥିଲା। ଏଇଭଳିଆ ଓଳିଛି ମୁଁ କହିଲି ଗଛକୁ ଯିଏ ଲଗେଇଛି ସେ ଶ୍ୱଶୁରକୁ ହାତଟା ତାର ଭଲ ଓଳେଇଛି। ମାପ ଦେଖୁଛୁ, ମୁଁ ଭାବୁଛି ସେ ମାପ ମତେ ତୁ ଏଠି ଦେଖଉଛୁ। ଆଉ କ'ଣ ଦେଖିଲୁ? ଆଜ୍ଞା ତା ଆଗରେ ଗୋଟେ ବିରାଟ ବଡ଼ ଚାନ୍ଦି ଥିଲା। ମୁଁ ଆଉ ସିଆଡ଼କୁ ଲକ୍ଷ୍ୟ ଥିଲି। ମୁଁ ସାର୍ ମୋତେ ହାର୍ଟ କୋର୍ସ ଦେଇଛନ୍ତି। ତମେ ବାର ଦେଇ ରଖିବ, ସେ କାହିଁକି ଆସିକି ଫସଲ ଖାଇବ ନା? ଫସଲ ତ ଖାଇଲା ଆଉ କ'ଣ କରିଛି ଜାଣିଛ? କାଳେ ପରୀକ୍ଷାରେ ପାସ୍ କରିଛି ବୋଲି ତାଙ୍କ ସାର୍ ବିଶ୍ୱାସ କରିବେନି, ସେଇଥିପାଇଁ ଗୋଟେ ପ୍ରମାଣ ନେଇକି ଗଲା। ଯେତେ ପଡ଼ିଲେ ଜମାରୁ ଦେଲାନି। ତାକୁ ଖାଇବି ତା ସାର୍ ଏକ୍ଜାମରେ ଭଲ ନମ୍ବର ରଖିଲି କି ନ ରଖିଲି, କାଳେ ପାସ୍ କରିବି କି ନ କରିବି ଆପଣ ବିଶ୍ୱାସ ବି ନଯିବେ। ସେଇଥିପାଇଁ ପ୍ରମାଣ ରଖିବା ପାଇଁ ଏଇ ଗାମୁଛା ପିନ୍ଧିକି ମୁଁ ଆସିବି। କଳଙ୍କିନି କରିଦେଇଛି ନା ଗାମୁଛା ଦେ। ତାକୁ ଖୋଲ ନା ତାକୁ ଖୋଲ ନା ଗାମୁଛା ତଳେ ସାଇନ୍ସ ବାର। ତୁ କ'ଣ କଲୁ ରେ? ଏ
ଇରେ ମିଠି ଝିଅ ନୁହଁ ସେ ଗୋଟାଏ କଳ ତାକୁ ମୁଁ ଡାକେରା ଘୋଡ଼େଇ ରଖିଥିଲି ମୁଁ ଜମା ଷ୍ଟାର୍ଟ କରିନଥିଲି ଶଳା ମୋଠୁ ବୁଦ୍ଧି ନେଇ ତୁ ମୋରି କଲେ ଧାନ ପେଶି ଦେଲୁ। ଆରେ ସୁନ୍ଦର ପଦାରେ ପାଠ ପଢିଲି ଆଉ କଣ ଓଲ୍ଡ ଟାଉନରେ ପରୀକ୍ଷା ଦେଇଥାନ୍ତି। ମିଠି ଆଉ ଯଦି କଣ ଚାଲ କେହି ଜାଣିଲେ ବନ୍ଧୁବାନ୍ଧବ ସାହି ଭାଇ କେହି ଜାଣିପାରିଲେ ସିଆଡ଼େ ବାହାଘରଟା ହେଇଗଲା। କେବଳ ଲୋକ ଦେଖାଇଲେ ଭୋଜିଟା ଦଉଛି କଣ ନା ବାହାଘର ହେଇଛି। ହଉ ହେଲା ଯାହା ହବା କଥା ହେଇ ସାରିଲାଣି ସେଇ କଥାକୁ ଧରି ବସିଲେ କଣ ଚଳିବ? ରହିବୁ କାହିଁକି ତତେ ସେ ଗୋଟେ ଗାଡ଼ି ଘୋଡ଼ା କରି ନେଇ ଚାଲିବା ବାବା। ବାହାଘରଟା ଭଲରେ ଭଲରେ ହେଇଗଲା ସେଇଥିରେ ମୁଁ ଭାରି ଖୁସି। ଏ ଦେଖୁନୁ ଏତିକି ଭଳିଆ ତ ପିଇସା କାର୍ଡ ଚାଲି ଯାଇଛନ୍ତି ଘରେ କୁଣିଆ ମନ୍ତ୍ର ଭର୍ତ୍ତି ହେଇଛନ୍ତି ମୁଁ ଏକୁଟିଆ ମାଇପି ଲୋକଟା କଣ କରିବି ଟିକେ କୁଣ୍ଡେଇକି ଗଲେ କହି ପକାୟା। ମଇଳା ହାତ ମଇଳା ଲୁଗା ସେଥିରେ ପୁଣି ମତେ ଖୋଳି ନେବାକୁ ଚାଲି ଆସୁଛୁ। ଜାଣିଛୁ ଜାଣିଛୁ ଗାଁ କେତେ ମୋର ତ ଚିରାପଟାରେ ଦିନ ଗଲା ମୁଁ କେମିତି ଜାଣିବି? ଜାଣିନି ତ ଚୁପଚାପ ସେଇଠି ଯାଅ। ସେ ଅପରିଷ୍କାର ହାତ ବହୁତ ଭଲ ନା। ତୁ ମୋର ସେଇ ଜୟାଟି? ଆମ ଜୟା ନୁହଁ ଇଏ ଜୟଦେବ ମହାପାତ୍ର। କିଏ ତତେ ହାକିମ କଲାବେ? କା ପାଇଁ ତୁ ଆଜି ଏସେ ମହାପାତ୍ର ତେତେ ଛାତ ଉପରେ ଠିଆ କରି अरे बाबा आज मो रिसेप्शन सब दायित्व मत बुझे पड़ो ए भितर जा मत आसी देखिबा 1 किलोमीटर खाଇବା ପାଇଁ ଢାଇଲି ବସି ଯାଇଥିଲା ଏରୋପ୍ଲେନ ସହିତ ଏ ଘର କି ସମ୍ପର୍କ କିଏ ତାଙ୍କୁ ଏଠି ଡାକିଥିଲା? ଆରେ କିଏ ତତେ ଏଠିକି ଡାକିଥିଲା? କାହିଁକି ଏଠିକି ଆସିଛୁ? କେହି ମୋତେ ଡାକିନାହାନ୍ତି ବାବା। ମୁଁ ଭାବିଲି ଆଜି ଆମ ଜୟର ଭୋଜି ତ ପେଟ ପୁରା କନ୍ଦିଟା ଖାଇବି ଭାଗବତ ମୁଁ ସବୁ ଗାୟତ୍ରୀ ପାଇଁ ନେଇଛି। ଆରେ ତତେ ଦେଖିଲେ ବନ୍ଧୁବାନ୍ଧବ ବସିଥିବା ଜାଗାରେ ଉଠି ଚାଲିଯିବେ ଏକଥାକୁ ମୁଁ ଜାଣିନି। ମତେ ଦେଖିଲେ ସେମାନେ ଘୃଣା କରିବେ। କାହିଁକି ଘୃଣା କରିବେ? କାହିଁକି ନା ତୁ ଗୋଟେ ମଣିଷ ପରା। ଗୋଟେ ମଣିଷ ପରାକୁ ଦେଖିଲେ ଯେକୌଣସି ସଭ୍ୟ ମଣିଷ ବି ଫିଲ୍ କରିବ ହୁଏତ ସେ ଡାଇନିଂରୁ ଉଠି ଯାଇପାରେ। ଯାଅ ଯାଅ ଏଟା ଘଷାଇ ଘଷାଇ ଘର ବାହାରେ ଛାଡ଼ିକି ଆସ। ମୋ ଘରୁ ତମେ ମତେ କାଢିଦବ? ତମ ଘର ନୁହଁ ଆମ ଘର। ତମେ ମୋ ପାଇଁ ମରି ଯାଇଛ। ବାବା ଶୁଣୁ ଜୟ ତମ ଆଗରେ କଣ କହୁଛି ଶୁଣୁ ତ। ସେ ଯାହା କହୁଛି ଠିକ କହୁଛି। ତୁ ସେଇଦିନ ଆମ ପାଇଁ ମରିଯାଇଛୁ ଯୋଉଦିନ ତ ମଣିଷ ମାରିଲୁ। ଆରେ କାହିଁକି ଏଠି ଠିଆ ହେଇଛୁ? ତତେ ଦେଖିଲେ ବନ୍ଧୁବାନ୍ଧବ ଆମକୁ ଭୁଲ ବୁଝିବେ। ବସିଥିବା ଜାଗାରୁ ସେମାନେ ଚାଲିଯିବେ। ରନ୍ଧା ହେଇଥିବା ଖାଦ୍ୟ ତାକୁ ନର୍ଦ୍ଦମାରେ ଫିଙ୍ଗା ହବ। ଠିଆ ହେଇଛୁ କାହିଁକି? ଚାଲି ଯାଆନ୍ତୁ। ଆଜି ତ ଘର ଦୁଆର ମୋର ତ ପୁଅ କେମିତି ଉପାସରେ ଫେରୁଛି। ଦକ୍ଷିଣାରେ ସିନା ଭଗିଆକୁ ଦୂରେଇ ଦେଇଛି
ହେଲେ ଗୋଟାଏ ମାର ଛାତି ଭିତରେ ତୁ ଏବେ ବି ଅଛୁ। ପୁଅ ଚୋରି କରୁ କି ମଣିଷ ମାରୁ, ମା ପାଖରୁ ତା ପୁଅ ଭୋକ ଉପାସରେ ଯିବ, ଏ କଥା କୋଉ ମା ସହିବ? ମୁଁ କେମିତି ସହିବି ରେ? ତୁ ବଡ଼ ଖିଆଟେ ବେଲି ମୁଁ ତୋ ପାଇଁ ବେଶୀ ବେଶୀ ଆଣିଛି, ଯେମିତି ଆଗରୁ ଜଇଆକୁ ଲୁଚେଇକିରି ତତେ ଖାଇବାକୁ ଦିଏ। ଆଜି ଠିକ୍ ସେମିତି ଜଇଆ ଆଉ ତୋ ବାପାକୁ ଲୁଚେଇକିରି ଆଣିଛି। ନିର୍ଦ୍ଦନ ଖାଇଲେ ଏ ଘରେ ତାଙ୍କୁ ଖାଇବାକୁ ମିଳିବନି, ସେ ସେମିତି ଉପାସରେ ଯାଆନ୍ତୁ। ଖୁସି ତୁ କଣ ତୋର ଖାଇବା ଛଡେଇ ନେଲୁ? ଆରେ ମୁଁ ତ ବାପା, ମୁଁ ବି ସମସ୍ତଙ୍କୁ ଭଲ ପାଏ ନା ଖୁସି। ତମେ କାହାରିକୁ ଭଲ ପାଉନା, ଭଲ ପାଇଥିଲେ ଭୁଲ କଲାବେଳେ କଣ ତମର ମୋ କଥା ମନେ ପଡ଼ିନଥାନ୍ତା? ବୁଢ଼ୀମା କଥା ମନେ ପଡ଼ିନଥାନ୍ତା? ବୁଢ଼ାମା କଥା ମନେ ପଡ଼ିନଥାନ୍ତା? ଏ ଖୁସି, ଏତେ ତଳକୁ ଖସିଗଲ ତମେ, କାହା କଥା ନ ଭାବି ତମେ ମଣିଷ କରିଦେଲ। ଜାଣିଛ, ତମ ପାଇଁ ମୋ ପାଠ ପଢ଼ା ବନ୍ଦ ହେଇଗଲା। କଣ ସ୍କୁଲରେ ସବୁ ଛୁଆ ମତେ କହିଲେ ମୁଁ କାଳେ ଗୋଟେ ମଣିଷ ମରାର ଝିଅ। ମୋ ସହିତ କେହି ବି ମିଶିଲେନି, କେହି ବି କଥାବାର୍ତ୍ତା କଲେନି। ଆଉ ତାପରେ ମୁଁ ସ୍କୁଲ ଯିବା ବନ୍ଦ କରିଦେଲି। ବହୁତ ବାଧୁଛି ମତେ, ମୁଁ ଏସବୁ ଦେଖି ପାରିବିନି, ସହି ପାରିବିନି। ଆଜିଠାରୁ ନିଜ ଖାଇବା ନିଜେ ଯୋଗାଡ଼ କର, ନିଜ ବୋଝ ନିଜ କାନ୍ଧରେ ବହ। ତୁ ପାରିବୁ ରେ ପୁଅ, ତୁ ପାରିବୁ, କାହିଁକି ନା ତୁ ପରା ଲକ୍ଷ୍ମୀ ନାନୀ ପୁଅ ଭଗିଆ। ପାଣି ତେଲ ଠାରୁ ମୋ ବଡ଼ ବଢ଼ିଆ ମାଧ ବାବୁଏ, ଏ ବାଣ୍ଡ ହବ ପୁତ୍ରବତୀ ବିନା ପ୍ରସବିବ ମାଧ ବାବୁଏ। ଆଇଲା ତତେ ଖାଇବି। କେମିତି ହଉଛି ଅସୁବିଧା କେମିତି ଦେଖୁ, ତା ଭୂତ ଧରି ଲାଗ। ଘଟଣାଟା କଣ ଘଟଣା କଣ ବାବା ବର୍ଣ୍ଣନା କରି ସେ ଶଳା ମୋହ ଫିଲ୍ମ ମୋ ପାଖକୁ ପ୍ରେମ ଶିକ୍ଷା କରିବା ପାଇଁ ଆସୁଥିଲା। ରାଣୀ ବୋଉକୁ ମୁଁ ଜଗିଲି, ଆଉ ଆସୁନି। ସେଇଦିନ ଯାଉଛି। ଆଚ୍ଛା ବାବା, ମହୁଲ ଯୋଉ ପିଲାଟି ତମ ଘରକୁ ଯିବା ଆସିବା କରୁଥିଲା ତାର ଘୋଡ଼ାଏ ଯେପରି ବାଳ ଉଚ୍ଚତା 5 ଫୁଟ 3 ଇଞ୍ଚ, 5 ଫୁଟ 3 ଇଞ୍ଚ ହାଇଟ୍, ଶ୍ୟାମଳ ବର୍ଣ୍ଣ, ବିନ୍ଦୁ ସାଗର ଗେଣ୍ଡା ଭଳି ମୁହଁ। ସେ ତମକୁ
500 ଟଙ୍କା ଇଣ୍ଟରଫିସ୍ ଦେଇଥିବ ତମେ ତାକୁ ଅଲଗା କରି ଘର କରିବାକୁ ମୋ କାଠି କରା କାଠି ତମେ ଏ କଥା କେମିତି ଜାଣିଲ? ହିମାଳୟ ଅଗେରେ 19 ବର୍ଷ ସାଧନା କରି ଫେରିଛି ଆଗତ ଭବିଷ୍ୟତ ଅନାଗତ ମୁଁ କାଳଦର୍ଶୀ ସବୁ କଥା ମୋତେ ଜଗତ ଭାଇ ଦେଖାହବ ସବୁ ଘଟଣା ମୁଁ ଦେଖିପାରିବି ଆଗତ ଭବିଷ୍ୟତ ସବୁ କହିଦେଇପାରିବି ବାବା ତମେ ଗୋଟେ କାମ କର ତମେ ଟିକେ ବାହାରକୁ ଯାଅ ମୁଁ ବାହାରକୁ ଯିବି ତମେ ବାହାରକୁ ଗଲେ କବାଟ ଦିଆଯିବ ପାଠ ଦିଆ ମୁଁ ବାହାରକୁ ଯିବି ଇଏ ଓଲଟା ପଦ ଆଉ ବଙ୍କା କରିଦେବି ସବୁଆଡେ ଓଳେଇ ଦେଇଛୁ ବା ଗିଆ ଦେଖାଯାଉଛି ବଢିଆ ଦେଖାଯାଉଛି ତୋରି ଭାଇ ଦେଖୁ କାଠି ହାଣିଛି କିଣି ତାକୁ ସେ ବୁଢା କଣ ମତେ କମ ହଇରାଣ କଲାଣି ତମେ କି ମିଠା ଖୁଆଇଗଲ ଯେ ସେଇ ମିଠା ଖାଇବାକୁ ତ ଖାଲି ମନେ ପଡୁଛି ତମେ ତମେ ଏଟା କୋଉଠୁ ଆଣିଛ କହିଲେ ଆଗେ ମୁଁ 1 ନମ୍ବର ବାଟରୁ କିଣିକି ଆଣିଛି ଏ ବୁଢା ଜମା ଜାଣିପାରିଲାନି ଆଉ କାଳା ମିଠା ସେଟା ଖାଇଥିଲୁ ଡାଳି ଗଛା ଆ ବଦଳରେ ମୁଁ ତତେ ଖାସ୍ତା ଗଛା ଖୋଇଦେବି ତାହେଲେ ଚାଲ ବୁଢା ନାଇଁ ଭିତରକୁ ଚାଲ କାଠି କାମ ଆରମ୍ଭ ହବ ମିଠି ନାହିଁ ନାଚକାଟି ବାବା ଆଣନ୍ତି କୁଆଡ଼େ ଗଲେ କଣ ବେଡସିଟ୍ ଉଠୁଛି ପଡୁଛି ବାବା ଝଡ଼ା ଫୁଙ୍କା କରୁଛନ୍ତି ନା କଣ ନାଚକାଟି ବାବା ଶଳା 500 ଟଙ୍କା ଦେଲୁ ମୋଠୁ ବୁଝିଲୁ ମୋରି କ୍ୟାରେ ହଳ କରୁ ମୋରି ଗାମଛା ନଷ୍ଟ କରୁ ପୁଣି ବେଡସିଟ୍ ନଷ୍ଟ କରୁ ପାଉନା ମୁଁ ତାକୁ ୱାସିଂ ପାଉଡର ପକେଇକି ସଫା କରିଦେବି ତ ଗୋପାଳ ୱାସିଂ ପାଉଡର କମ୍ପାନୀ ଖୋଲିଛି ତ ତମର ତ ଅଛି ନା ଏ ଶଳା ବାହାରେ ଆଜ୍ଞା ମୋ ଘରୁ ବାହାରେ ଆଉ ଥରେ କହିଲେ ନା ବାହାରେ ଶଳା ମୋ ମୁଁ ଆପଣଙ୍କୁ ଗୁରୁଦେବ କହୁଛି ଆପଣ ମୋତେ ଶଳା କହୁଛ ବାହାରେ ମୋ ଘରୁ ଆପଣ ତ ଫେରିଲେ ଶୋଇବା ଜିନିଷ ମୁହିଁ
হ্যালো হ্যালো স্পিকার বডিও না স্পিকার ওকে কিছু মারিয়া কিছু কথা হইছো সারিবি তম বুড়া বুড়ি যেটাকে কাহারিକୁ ছাড়িবি বন্ধু নির্যাতনা করছে ঘটি ঘটি থানাକୁ বসাইবে କେଉଁଟାକୁ ଆମର এই লগাউছি ফোন আমার সাঙ্গ পুলিশ ସେ କରିଛି ଆଚ୍ଛା କରିଛି ହେ ଏ ବୁଢ଼ୀ ଜମା ମୁଣ୍ଡ ଗରମ କଥା କହିଦଉଛି ନହେଲେ ଲେଡିସ୍ ଫେଡିସ୍ କିଛି ମାନିବିନି ନଙ୍କା ପିଟିବି ଆଉ ଏସଲା ବୁଢ଼ା କଣକୁ ଧରିବେ ମୋ ଭଉଣୀ ଗୋଟେ କୁସଂସ୍କାରୀ ଏ ଦେଖାର ଠିକ କର ଆଉ ତୁ ଶଳା ବୁଢ଼ା ପେଟକୁ ପିଠି କରି ସତ କଥା କଣ କୁହ କହିଦିଅ ଜାଣିଛୁ ମା ବିବେକ ଭାଇ କି ମୁଁ ମାରେ ବିବେକ ଭାଇ କି ମାରିବା ଲୋକ ତୋ ସ୍ୱାମୀ ମଲ୍ହାର ମାଣିଆ ମୋ ବାପାର ହାର୍ଟ ଅପରେସନ ଟଙ୍କା 5 ଲକ୍ଷ ନିହାତି ଦରକାର ହେଲେ ସେ 5 ଲକ୍ଷ ମୁଁ ଯୋଗାଡ଼ କରିପାରିନି ଯିବ କେବଳ ସେଇପାଇଁ ବିବେକ ଭାଇଙ୍କ ମରଣ କେସଟା ମୁଁ ମୋ ମୁଣ୍ଡକୁ ଦେଇପାରିଲି ବାପାଙ୍କୁ ବଞ୍ଚେଇବ ଭାଇ ତମେ ମିଛରେ ମଣିଷ ମରା ହେଇଗଲ କଣ କରିଥାନ୍ତି ତୁ କହୁନୁ ଏବଂ ଛୁଆମାନେ ତ ବାପା ମାଙ୍କ ପାଇଁ କେତେ କଣ କରୁଛ ସେ ତୁଳନାରେ ମୁଁ କଣ ବେଶୀ କରିଛି ଏବେ ସବୁ ତ ଶୁଣିଲି ମତେ କଂସେଇ ବୋଲି କହ ମତେ ମଣିଷ ମନା କହ ମୋ ମୁହଁକୁ ଛେପ ପକା ମନା ତମ ମୁହଁକୁ ଛେପ ପକେଇଲି ଆକାଶ ମୋ ମୁଣ୍ଡ ଉପରେ ଛିଣ୍ଡି ପଡ଼ିବ ସେ ଦୋଷ ନ କରି ଦୋଷୀ ହେଇପାରେ ବାପାକୁ ବଞ୍ଚେଇବା ପାଇଁ ଏତେ ବଡ଼ ତ୍ୟାଗ କରିପାରେ ସେଭଳି ମଣିଷ ମତେ ସବୁ ଜନ୍ମରେ ମିଳିବା ଦରକାର ସବୁ ଜନ୍ମରେ ମିଳିବା ଦରକାର ପୋଲିସ କହିବା କଥା ବନ୍ଦେଇଲା ଏଇ ଭଗିଆ ଖାଲି ମହି ବସୁଛି ତମେ ଯାହା ଭାବୁଛ ସେମିତି କିଛି ବି ନାହିଁ ନା ମୁଁ ଆଉ କାହିଁ ଭାବିବି ମୁଁ ଦେଖିଲି ଚରିତ୍ରହୀନ ଆରେ ମୋ ପତ୍ରିକା ଶୁଣ ମନରେ ମୋର ସେମିତି କିଛି ଖରାପ ସମ୍ପର୍କ ନାହିଁ ନା ଖରାପ ସମ୍ପର୍କ ନାହିଁ ଏଇଠି କୁଣ୍ଡେଇ କଣ ହଉଥିଲା କାଇଁ ବୁଲିଛୁ ଆମେ କାହିଁ ବୁଲିଛୁ ମରିଯିବ ସେ ନା ତୁ ବାହାରି ଯା ମୋ ଆଖି ସାମ୍ନାରୁ ଏବେ ଖାଲି ହାତ ଉଠେଇଛି ଦରକାର ପଡ଼ିଲେ ମୋ ପାଦରୁ ଜୋତା ଖୋଲି ପିଟିବି ଏଇଟା ତମ ଚାଳ ଛପର ଘର ନୁହେଁ ଯେ ଭିତରେ ପଶୁ ପଶୁ ମୁଣ୍ଡ ବାଜିବ ଏଇଟା ହଉଛି 3 ମହଲା ମାର୍ବଲ ବଙ୍ଗଳା ଭିତରେ ମୋର କିଛି ଭୁଲ ନାହିଁ ସବୁ ଭୁଲ ଏଇ ମଲ୍ହାର ବାପା ତ ତାକୁ ଧରମ କରନ୍ତି ମତେ ଧରମ କରିବି ଧରମ କରନ୍ତି ମତେ ଧରମ କରିବି ହେଇ କ ମୋ କୁସୁମକୁ ମାରିଛୁ ତୁ ମୋ ଖୁସିକୁ ମାରିଛୁ ତୁ
ତତେ ମାରିବି ମୁଁ। ମୋ ଭଉଣୀ ତୋରି କୋଳରେ ଜନ୍ମ ହେଇଯାଉ ଏ ଦୁନିଆ ତୋ କୋଳରେ ଦେଖି ମତେ କୋଉଠି କହିବ ମୋ ଦକ୍ଷିଣୀ ପୁଅ ଭଗିଆ